ଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଆମେ ଯାହା ବୁଣିବା ଆମେ ତାହା ହିଁ କାଟିବା। ଯଦି ଆମମାନେ ଆଳୁ ବୁଣିବା ଆଳୁ କାଟିବା, ଟମାଟୋ ବୁଣିଲେ ଟମାଟୋ କାଟିବା, ଧାନ ବୁଣିଲେ ଧାନ କାଟିବା। ଆମେ ଯାହା ବୁଣିବା, ଯେତେବେଳେ ଆମେ ମାଟିରେ ଆମେ ବୁଣୁଛୁ କିଛି ବିଷୟ, ସେତେବେଳେ ସେହି ମାଟି ଆମକୁ ସେହି ସମାନ ଫଳ ସେ ପ୍ରଦାନ କରୁଅଛି। ସେଥିପାଇଁ ଆମେ ଯଦି ଯାହା ଆମେ ବୁଣୁଛୁ ତାହା ହିଁ କାଟିବା। ଆମେ ଯଦି ଆମେ ପ୍ରେମ ବୁଣୁଛୁ ତାହେଲେ ପ୍ରଭୁ ଆମକୁ ପ୍ରେମ ଦେବେ। ଗୋଟିଏ ବ୍ୟକ୍ତିଙ୍କ ପ୍ରତି, ଗୋଟିଏ ଲୋକଙ୍କ ପ୍ରତି ଯଦି ଆମେ କ୍ଷମା ବୁଣୁଛୁ, ଦୟା ବୁଣୁଛୁ, ସେହି ପ୍ରକାର ବ୍ୟବହାର ଆମେ କରୁଛୁ, ଆମେ ସେହି ପ୍ରକାର ବ୍ୟବହାର ଆମମାନଙ୍କୁ କରିବେ। ପ୍ରିୟମାନେ, ଯଦି ଅନ୍ୟକୁ ଆମେ ଗାଳି ଦେଉଛୁ, ଏତିକି ମନେ ରଖନ୍ତୁ, ଆମେ ଗାଳି ବୁଣିଛୁ, ଆମକୁ ମଧ୍ୟ ଲୋକମାନେ ଗାଳି ଦେବେ। ଅନ୍ୟକୁ ଆମେ ବଦନାମ କରିଛୁ, ତାହେଲେ ଏହା ମନେ ରଖନ୍ତୁ ଯେ ଆପଣଙ୍କୁ ମଧ୍ୟ ବଦନାମ କରାଯିବ। ଆପଣ ଅନ୍ୟର ଅନିଷ୍ଟ କରିଛନ୍ତି, ତାହେଲେ ଆପଣଙ୍କ ଜୀବନରେ ମଧ୍ୟ ଅନିଷ୍ଟ ହିଁ ଘଟିବ। କାରଣ ଆମେ ଏହିସବୁ କରିବା ଦ୍ୱାରା ଆମେ କ'ଣ କରୁଛୁ? ଆମେ ବୁଣୁଛୁ। ଆମେ ଯାହା ଆମେ ବୁଣୁଛୁ ତାହା ହିଁ ଆମେ କାଟିବୁ। ଆମେ ସେଥିପାଇଁ ବାଇବଲ କହେ, ଭ୍ରାନ୍ତ ନ ହୁଅ। ଏଥିରେ ଆମେ ଭ୍ରାନ୍ତ ହେବାର ଆବଶ୍ୟକ ନାହିଁ। ମନୁଷ୍ୟ ଯାହା ବୁଣେ, ଗଲାତୀୟ 6:7 ଲେଖା, ମନୁଷ୍ୟ ଯାହା ବୁଣିବ ତାହା ହିଁ ସେ କାଟିବ। ପ୍ରିୟମାନେ, ସେଥିପାଇଁ ଆମେ ସାବଧାନ, ଆମେ ଜାଗ୍ରତ ହେବାର ଆବଶ୍ୟକ ରହିଛି। ପଢ଼ିବା ଗୋଟେ ପଦ, 2 ସାମୁଏଲ 9 ଏକ ପଦ। ଅନନ୍ତର ଦାଉଦ ପଚାରିଲେ, ଜୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ସାଉଲ ବଂଶରେ ଅବଶିଷ୍ଟ ଅଛି? ଦେଖନ୍ତୁ, ଏହି ସ୍ଥାନରେ ଦାଉଦ ରାଜା ହେଲା ପରେ ସେ ମନେ ପକାଉଛନ୍ତି, ମୁଁ ରାଜା ହେବା ପୂର୍ବରୁ ଯେତେବେଳେ ସେ ସାଉଲ ରାଜାଙ୍କ ଅଧୀନରେ ଗୋଟିଏ ସାଧାରଣ ବ୍ୟକ୍ତି ଭାବରେ ମୁଁ କାମ କରୁଥିଲି, ସେହି ସମୟରେ ଜୋନାଥନ ମୋତେ ଦୟା କରିଥିଲେ। ଜୋନାଥନ ରାଜାଙ୍କର ପୁଅ, ଆଉ ଦାଉଦ ଗୋଟିଏ ମେଷ ଚରାଉଥିବା ବ୍ୟକ୍ତି, ସାଧାରଣ ବ୍ୟକ୍ତି। ଆଉ ଜୋନାଥନ ଦାଉଦଙ୍କୁ ଦୟା କରିଥିଲେ। ଯେଉଁ ସମୟରେ ଜୋନାଥନଙ୍କ ପିତା ସାଉଲ ଦାଉଦଙ୍କୁ ବଧ କରିବା ପାଇଁ, ହତ୍ୟା କରିବା ପାଇଁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର ସେ କରିଥିଲେ, ସେହି ସମୟରେ ଜୋନାଥନ ଦାଉଦଙ୍କୁ ରକ୍ଷା କରିଥିଲେ, ବଞ୍ଚେଇଥିଲେ, ତାଙ୍କୁ ଦୟା କରିଥିଲେ। ସେ ବୁଣିଛନ୍ତି, ସେ ଦୟା ବୁଣିଛନ୍ତି। ଯେତେବେଳେ ଦାଉଦ ରାଜସିଂହାସନରେ ବସିଲା ପରେ ସେ କହୁଛନ୍ତି ଯେ ମୁଁ ଜୋନାଥନ ପ୍ରତି, ବୋଲେ ଜୋନାଥନ ମୋତେ ଯେଉଁ ଦୟା କରିଛି, ମୁଁ ସେ ଦୟାକୁ ମୁଁ ଫେରି ଦେବା ପାଇଁ ଚାହେଁ। ମୁଁ ତାହାକୁ ରିଟର୍ଣ୍ଣ କରିବା ପାଇଁ ଚାହେଁ। କାରଣ ଜୋନାଥନ ଦୟା ବୁଣିଛନ୍ତି। ଯଦି ଆପଣ ଅନ୍ୟକୁ ଦୟା କରିଛନ୍ତି, ସେହି ଯେଉଁ ସମୟରେ ଆପଣଙ୍କର ଆବଶ୍ୟକ ପଡ଼ିବ, ଆପଣଙ୍କୁ ମଧ୍ୟ ଦୟା କରାଯିବ। ଏତିକି ଆମେ ମନେ ରଖିବା। ପ୍ରିୟମାନେ, ଆମେ ଯଦି ଅନ୍ୟକୁ କ୍ଷମା ଦେଉ, ପରମେଶ୍ୱର ମଧ୍ୟ ଆମକୁ କ୍ଷମା ଦେବେ। ଆମେ ଯଦି ଅନ୍ୟକୁ କ୍ଷମା ଦେଉନାହୁଁ, ପରମେଶ୍ୱର ମଧ୍ୟ ଆମକୁ କ୍ଷମା ଦେବେ ନାହିଁ। କାରଣ ଏହା ସୃଷ୍ଟିର ନିୟମ ଅଟେ। ଆମେ ଯାହା ବୁଣିବୁ ତାହା ହିଁ ଆମେ କାଟିବୁ। ଆଜି ଆମେ କ'ଣ ବୁଣୁଛୁ? ଆମେ ବହୁତ ଜାଗ୍ରତ ସହକାରେ ଆମେ ସେସବୁ କରିବାର ଅଛି। ଆମେ ଯଦି ପ୍ରେମ ବୁଣୁଛୁ, ଆମେ ପ୍ରେମ କାଟିବା। ଏ ମଝିରେ ଆମମାନଙ୍କର ଦେଶରେ ଷ୍ଟୁଡେଣ୍ଟମାନେ ଯେଉଁ ଷ୍ଟ୍ରାଇକ୍ କରିଥିଲେ, ଆଉ ସେ ଷ୍ଟ୍ରାଇକ୍ରେ ଅନେକ ପ୍ରକାର ସେମାନେ ସରକାରଙ୍କୁ ଗାଳିଗୁଲଜ କଲେ। କାହିଁକି ଗାଳିଗୁଲଜ କଲେ? କାରଣ ସରକାର ମଧ୍ୟ ସେହି ପ୍ରକାର ଷ୍ଟୁଡେଣ୍ଟମାନଙ୍କୁ ଭଲ ବ୍ୟବହାର କରିନାହାନ୍ତି, ଗାଳିଗୁଲଜ କରିଛନ୍ତି। କାରଣ ସରକାର ଯାହା ବୁଣିଛି ତାହା ହିଁ ସେ କାଟୁଛି। ସେ ଧର୍ମର ରାଜନୀତି କରିଛି, ଅନ୍ୟାୟ କରିଛି, ଲୋକମାନଙ୍କୁ ବିଭିନ୍ନ ପ୍ରକାର ଭାବରେ ଅପମାନ କରିଛି। ଏବେ
ସେହି ପ୍ରକାର ଭାବରେ କରାଯାଉଛି। ପରମେଶ୍ୱର ସେ ବିଶ୍ୱସ୍ତ ପରମେଶ୍ୱର। ଆମେ ଯାହା ଆମେ କରିବୁ ତାହା ଆମ ପ୍ରତି କରାଯିବ। ସେଥିପାଇଁ ପ୍ରଭୁ କହିଲେ ଅନ୍ୟମାନେ ତୁମମାନଙ୍କ ପ୍ରତି ଯାହା କରନ୍ତୁ ବୋଲି ତୁମେ ଇଚ୍ଛା କରୁଛ, ତୁମେ ମଧ୍ୟ କ'ଣ କର, ଅନ୍ୟମାନଙ୍କ ପ୍ରତି ତୁମେ ସେଇ ପ୍ରକାର କର। ଆମେ ଅନେକ ସମୟରେ ଅନ୍ୟମାନଙ୍କ ଠାରୁ ଆମେ ବହୁତ ବିଷୟ ଆମେ ଆଶା କରୁ, ସେ ମୋ ପ୍ରତି ଏମିତି କରୁ, ସେ ମୋ ପ୍ରତି ସେମିତି କରୁ, ମାତ୍ର ଆମେ ତା ପ୍ରତି ଆମେ ସେମିତି ଆମେ କରିନଥାଉ। ଯଦି ଆମେ ଅନ୍ୟଠାରୁ ଆମେ ଆଶା କରୁଛୁ ଯେ ସେ ମୋ ପ୍ରତି ଏଇ ପ୍ରକାର କରୁ, ସେଇ ପ୍ରକାର କରୁ, ତାହେଲେ ଆମେ ମଧ୍ୟ ତାହା ପ୍ରତି ସେଇ ପ୍ରକାର ଯଦି କରିବା, ତାହେଲେ ସେ ଆମମାନଙ୍କ ପ୍ରତି ସେଇ ପ୍ରକାର ବ୍ୟବହାର କରିବେ। ପ୍ରିୟମାନେ, ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ, ଅନ୍ୟ ବିଷୟ ସେ କାଟିବ ନାହିଁ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ କ'ଣ ବୁଣୁଛୁ, ଆମର କଥା ଦ୍ୱାରା, ଆମ ବ୍ୟବହାର ଦ୍ୱାରା ଆମେ ସେ ସବୁରେ ଆମେ ଜାଗ୍ରତ ହେବା। ଆମେ ଯଦି ଅନ୍ୟ ଜଣଙ୍କର ପରିବାରର ଲୋକକୁ, ଅନ୍ୟ ଜଣଙ୍କର ପୁଅକୁ, ଝିଅକୁ ଆମେ ବଦନାମ କରୁଛୁ, ଆମକୁ ମଧ୍ୟ ବଦନାମ କରାଯିବ। ଦାଉଦ ରାଜା ସେ ଉରିୟଙ୍କର ଭାର୍ଯ୍ୟାଙ୍କୁ କି ପ୍ରକାର ଭାବରେ ଭ୍ରଷ୍ଟ କଲେ, ଉରିୟଙ୍କୁ ହତ୍ୟା କଲେ। ଆଉ କ'ଣ ହେଲା? ତାଙ୍କର ନିଜର ପୁଅ, ତାଙ୍କର ଭାର୍ଯ୍ୟାମାନଙ୍କୁ ମଧ୍ୟ ସେଇ ପ୍ରକାର ଭ୍ରଷ୍ଟ କଲେ, ସେଇ ପ୍ରକାର ନଷ୍ଟ କଲେ। କାରଣ ଆମେ ଯାହା ବୁଣିଛୁ ତାହା ହିଁ ଆମ ପ୍ରତି ଘଟିବ। ତେବେ ଆଜିଠୁ ଆମମାନେ ବହୁତ ଭାବି ଚିନ୍ତି ଆମମାନଙ୍କର ଜୀବନରେ ଆମେ କାମ କରିବା। ଆମେ ଯଦି ଆମେ ଅନ୍ୟର ଗୋଟିଏ ଝିଅକୁ ନିଜର ସ୍ତ୍ରୀ ଭାବରେ, ବୋହୂ ଭାବରେ ଆଣିଛୁ, ଆଉ ତା ପ୍ରତି ଆମେ ଅନ୍ୟାୟ ବ୍ୟବହାର କରୁଛୁ, ମାରୁଛୁ, ପିଟୁଛୁ, ବିଭିନ୍ନ ପ୍ରକାର ଭାବରେ ହଇରାଣ ହରକତ କରୁଛୁ, ଗାଳି ଗଳଜ କରୁଛୁ, ଆମର ଝିଅମାନଙ୍କ ପ୍ରତି ମଧ୍ୟ ସେଇ ପ୍ରକାର ବ୍ୟବହାର କରାଯିବ। ଆମେ ଏଇଟା ମନେ ରଖିବା। ଆମେ ଅନେକ ସମୟରେ ଭାବୁ ଆମ ଝିଅ ଭଲରେ ଥାଉ, ଆମର ଝିଅ ଖୁସିରେ ଥାଉ, ତାକୁ ସେଠି ରାଣୀ ପରିକ ରଖନ୍ତୁ। ମାତ୍ର ଅନ୍ୟର ଝିଅ ଭଉଣୀମାନଙ୍କୁ ଆମେ କେମିତି ବ୍ୟବହାର କରୁଛୁ? ଆମେ ଅନ୍ୟର ଝିଅ ଭଉଣୀମାନଙ୍କୁ ଯଦି ଆମେ ଠିକ୍ ବ୍ୟବହାର କରୁନାହୁଁ, ଆମର ଝିଅ ଭଉଣୀମାନଙ୍କ ପ୍ରତି ମଧ୍ୟ ଠିକ୍ ବ୍ୟବହାର କରାଯିବ ନାହିଁ। ଅନ୍ୟର ପୁଅ ଝିଅମାନଙ୍କ ପ୍ରତି ଯଦି ଆମେ ଠିକ୍ ବ୍ୟବହାର ଆମେ କରୁନାହୁଁ, ଆମର ପୁଅ ଝିଅମାନଙ୍କ ପ୍ରତି ଠିକ୍ ବ୍ୟବହାର କରାଯିବ ନାହିଁ। ପ୍ରିୟମାନେ, ଏହା ସୃଷ୍ଟିର ନିୟମ ଅଟେ। ପରମେଶ୍ୱର ନିଜେ କହିଲେ ଗାଲାତୀୟ 6:7 ଭ୍ରାନ୍ତ ନ ହୁଅ, ମନୁଷ୍ୟ ଯାହା ବୁଣେ ତାହା ହିଁ ସେ କାଟିବ। ଆଜି ପ୍ରିୟମାନେ, ଆମେ ଠିକ୍ ବିଷୟ ବୁଣିବା, ଆମେ ଉପଯୁକ୍ତ ବିଷୟ ଆମେ ବୁଣିବା। ଆମେ ଆମର ବ୍ୟବହାର ଦ୍ୱାରା, ଆମର ଚିନ୍ତା ଦ୍ୱାରା, ଆମମାନଙ୍କର କଥାବାର୍ତ୍ତା ଦ୍ୱାରା, ବସିବା ଉଠିବା ଦ୍ୱାରା ଆମେ ବୁଣୁଛୁ। ଆଉ ଯାହା ଆମେ ବୁଣିଛୁ ତାହା ହିଁ ଆମକୁ କାଟିବାକୁ ପଡ଼ିବ। ଜାଗ୍ରତରେ, ସାବଧାନରେ, ଯେତେବେଳେ ଅନ୍ୟ ଜଣଙ୍କର ଆବଶ୍ୟକ ପଡ଼ିଲା, ସେ ଆପଣଙ୍କ ଆଗରେ ଆସି ହାତ ବଢ଼େଇ ଆପଣଙ୍କୁ ସାହାଯ୍ୟ ମାଗିଲା, ଆପଣ ଯଦି ଦେଇନାହାନ୍ତି, ଆପଣଙ୍କର ସାହାଯ୍ୟ ସମୟରେ ମଧ୍ୟ, ଆବଶ୍ୟକ ସମୟରେ ଆପଣଙ୍କୁ ମଧ୍ୟ କିଏ ଦେବେ ନାହିଁ। କାରଣ ଏହା ହେଉଛି ନିୟମ। ଏଇଟା ପ୍ରିୟମାନେ, ଆସନ୍ତୁ ଆମେ ଠିକ୍ ବିଷୟ ବୁଣିବା, ଉପଯୁକ୍ତ ବିଷୟ ବୁଣିବା, ତାହେଲେ ଆମେ ଉପଯୁକ୍ତ ସମୟରେ ଉପଯୁକ୍ତ ଫଳ ମଧ୍ୟ ଆମେ ପାଇପାରିବା। ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ତୁମକୁ ଧନ୍ୟବାଦ ଦିଏ, ପ୍ରଶଂସା କରେ, ଗୌରବ କରେ। ସୃଷ୍ଟିର ନିୟମ ପ୍ରଭୁ ତୁମେ କହିଛ, ଯାହା ବୁଣିବ ତାହା ହିଁ କାଟିବ। ଉପଯୁକ୍ତ ବିଷୟ ଗୁଡ଼ିକ ଆମେ ବୁଣିପାରିବୁ, ରାଇଟ୍ ବିଷୟ ଗୁଡ଼ିକ ବୁଣିପାରିବୁ। ଯେଉଁ ବିଷୟ ଗୁଡ଼ିକ ଆମେ ଚାହୁଁଛୁ ସେଇ ବିଷୟ ଗୁଡ଼ିକ ବୁଣିବୁ ପ୍ରଭୁ। ଆମେ କଣ୍ଟା ନ ବୁଣି, ଅଭିଶାପ ନ ବୁଣି, କ୍ରୋଧ ନ ବୁଣି, ଆମେ ଝଗଡ଼ା ନ ବୁଣି, ଆମେ ପ୍ରେମ, ଦୟା, କ୍ଷମା, ମିଳନ, ଏକତା ଆମେ ବୁଣିପାରିବୁ। ଦୟାକରି ତୁମେ ସାହାଯ୍ୟ କର ପ୍ରଭୁ, ସାହାଯ୍ୟ କର, ଆଉ ଅନୁଗ୍ରହ ପ୍ରଦାନ କର ଆମମାନଙ୍କ ପ୍ରତି। ତୁମେ ଆମମାନଙ୍କୁ ପ୍ରେମ କରୁଛ, ସେଥିପାଇଁ ପ୍ରତି ସମୟରେ ବାକ୍ୟ ଗୁଡ଼ିକ ଦ୍ୱାରା ଆମମାନଙ୍କୁ କଥା କହି ଆମମାନଙ୍କୁ ଉତ୍ସାହିତ କରୁଛ ପ୍ରଭୁ। ଆମେ କାହାର ଘର ଭାଙ୍ଗିବୁ ନାହିଁ, ଆମେ କାହାକୁ ବଦନାମ କରିବୁ ନାହିଁ, ଆମେ ଘର ବସେଇବୁ, ଅନ୍ୟମାନଙ୍କର ଉପଯୁକ୍ତ କଥା ଗୁଡ଼ିକ କହିବୁ। ଦୟାକରି ତୁମେ ଅନୁଗ୍ରହ କର ପ୍ରଭୁ, ଆମକୁ କୌଣସି ପ୍ରକାର ଭାବରେ ଭ୍ରାନ୍ତ ହେବା ପାଇଁ ତୁମେ ଦିଅ ନାହିଁ ପ୍ରଭୁ। ଧନ୍ୟବାଦ, ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଛ, ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମିନ୍ ଆମିନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।